ଆଚାର୍ଯ୍ୟ ଚାଣକ୍ୟଙ୍କ ତାଙ୍କ ଚାଣକ୍ୟ ନୀତିରେ ଶ୍ରେଷ୍ଠତା କଣ ଏବଂ ଏହା କିପରି କରାଯାଏ ସେ ସମ୍ପର୍କରେ ଅବଗତ କରାଇଛନ୍ତି। ସେଥିପାଇଁ ତ 5ଟି ପ୍ରସଙ୍ଗକୁ ତଥାଗତ କରିଛନ୍ତି। ସେଗୁଡ଼ିକ ହେଲା ଅଭ୍ୟାସକୁ ବିଦ୍ୟାର ଶ୍ରେଷ୍ଠତା। ସାଧାରଣତଃ ବିଦ୍ୟା ଅଧ୍ୟୟନ କରିଦେଲେ ସେ ସବୁ କିଛି ହୋଇଗଲା ତାହା ନୁହେଁ। ସେ ଯେପର୍ଯ୍ୟନ୍ତ ପଢ଼ିଥିବା ପାଠକୁ ଅଭ୍ୟାସ ନ କରିଛନ୍ତି ସେ ପର୍ଯ୍ୟନ୍ତ ବିଦ୍ୟାର ଶ୍ରେଷ୍ଠତା ପ୍ରତିପାଦକ କରାଯାଇପାରିବ ନାହିଁ। ଆଉ ଶ୍ରେଷ୍ଠତା ଜାଣିବା ପରେ ତାହାକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରାଯାଇପାରେ। ଆଚରଣକୁ ବଂଶର ଶ୍ରେଷ୍ଠତା। ମଣିଷ ଆଚରଣକୁ ତାହାର ବଂଶର ଶ୍ରେଷ୍ଠତା ବିଷୟରେ ଜାଣିହେବା ବୋଲି ଚାଣକ୍ୟ କହିଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କର ଆଚରଣ ଖରାପ ପରିଲକ୍ଷିତ ହୁଏ ତେବେ ଭାବିନେବ ଯେ ଏହାର ବଂଶ ପରମ୍ପରା ଭଲ ନୁହଁ। ଗୁଣାବଳୀରୁ ମାନବିକତା। ମଣିଷ ସହିତ ଚାଲିଚଳନ କରିବା ପରେ ତାହାର ଗୁଣ କ'ଣ ଅନ୍ୟମାନେ ଜାଣିପାରିବେ। ଆଉ ଏହି ଗୁଣ ବିଷୟରେ ଅବଗତ ହେବା ପରେ ତାହାର ମାନବିକତା ଶ୍ରେଷ୍ଠତା କେତେ ମାପି ହେବ। ଚାହାଣୀରୁ କ୍ରୋଧ। ମଣିଷର ଚାହାଣୀକୁ କେବେ କ୍ରୋଧ ରହିଛି ତାହା ଜଣାପଡ଼ିବ ବୋଲି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି।